ଓଡ଼ିଶାରେ ବିଜେପି ସରକାର ଦ୍ୱାରା ପ୍ରଥମ ଥର ରାଜ୍ୟରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା PMJAY ଲାଗୁ କରାଯାଇଛି। ବାଲିଯାତ୍ରା ମଇଦାନରେ ଏହି ଯୋଜନା ଉଦ୍ଘାଟନ କରାଯାଇଥିଲା, ଯାହାଦ୍ୱାରା ଓଡ଼ିଶାରେ 1 କୋଟିରୁ ଅଧିକ ଜନସାଧାରଣ ମାଗଣା ଚିକିତ୍ସା ସୁବିଧା ପାଇବା ସହିତ 3.21 ଲକ୍ଷ ବୃଦ୍ଧଙ୍କୁ ବୟୋବନ୍ଦନା କାର୍ଡ ମଧ୍ୟ ଦିଆଯାଇଛି। ଏହି ଯୋଜନାରେ ରୋଗୀ ଦେଶର ଯେକୌଣସି ସରକାରୀ ବା ବେସରକାରୀ ହସ୍ପିଟାଲରୁ 5 ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ନେଇପାରିବେ। ଏହି କାର୍ଯ୍ୟକ୍ରମ ଓଡ଼ିଶାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିପ୍ଳବ ନେଇ ଆସିଛି। ନିର୍ଦ୍ଦେଶକ ଓ ସମ୍ପାଦକ ଶ୍ରୀଯୁକ୍ତ ହେମନ୍ତ କୁମାର, ଶିକ୍ଷାବାର୍ତ୍ତା, ନ୍ୟୁ ଦିଲ୍ଲୀ।